ପୁଣି ଭିଜିବ ଓଡ଼ିଶା, ପୁଣି ବଡ଼ ବର୍ଷାର ଆଶଙ୍କା, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ତ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଆଗକୁ ଏହିପରି ଅପଡେଟ୍ର ନୋଟିଫିକେସନ ସର୍ବପ୍ରଥମେ ପାଇପାରିବେ। ଭାରତୀୟ ପାଣିପାଗ ବିଭାଗ IMD ସୂଚନା ଦେଇଛନ୍ତି ଯେ ବଙ୍ଗୋପସାଗର ଉପରେ ପୂର୍ବରୁ ସକ୍ରିୟ ଥିବା ଗଭୀର ନିମ୍ନଚାପ ଏବେ ଦୁର୍ବଳ ହୋଇ ନିମ୍ନଚାପରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ବାଂଲାଦେଶ ଉପରେ ଅବସ୍ଥାନ କରିଛି। ତେବେ ଏହା ଓଡ଼ିଶାର ପାଣିପାଗ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି, ଯେଉଁଥିରେ ବଜ୍ରପାତ ଓ ବର୍ଷାର ଆଶଙ୍କା ବଢ଼ି ଚାଲିଛି। ଏହି ପାଣିପାଗ ପ୍ରଣାଳୀ ପୂର୍ବ ଓ ଉତ୍ତର ପୂର୍ବ ଓଡ଼ିଶା ଉପରେ ପ୍ରବଳ ପ୍ରଭାବ ବଜାଇ ରଖିଛି ଏବଂ ଏହା ଭାରୀରୁ ଅତ୍ୟଧିକ ଭାରୀ ବର୍ଷା ସୃଷ୍ଟି କରିପାରେ ଏବଂ ସମ୍ପର୍କରେ IMD ରାଜ୍ୟ ଉତ୍ତର ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସବୁଠାରୁ ପ୍ରବଳ ବର୍ଷା, କେତେକ ସ୍ଥାନରେ 20 ସେଣ୍ଟିମିଟରରୁ ଅଧିକ ଉତ୍ତର ପୂର୍ବ ଅଞ୍ଚଳରେ ପ୍ରତ୍ୟାଶିତ ଏବଂ ଓଡ଼ିଶାର କେତେକ ଅଞ୍ଚଳରେ ଏହି ପାଣିପାଗ ପ୍ରଣାଳୀରେ ପ୍ରାରମ୍ଭିକ ପ୍ରଭାବ ଦେଖାଇଛି। ଯେହେତୁ ସମ୍ପୃକ୍ତ ମେଘାମଳ ଓ ଆର୍ଦ୍ରତା ଯୁକ୍ତ ପବନ ରାଜ୍ୟ ଉପରେ ପ୍ରଭାବ ଦେଖାଇଛି, IMD ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି, ଯେଉଁଥିରେ ମଧ୍ୟମ ବଜ୍ରପାତ ସହିତ ଝଡ଼ଯୁକ୍ତ ପବନ 40ରୁ 50 କିଲୋମିଟର ପ୍ରତି ଘଣ୍ଟା ଓ ବିଜୁଳିର ସମ୍ଭାବନା ରହିଛି। ଏହି ପାଣିପାଗ ପରିସ୍ଥିତି ଆଲର୍ଟ ଜାରି ହେବାର 3 ଘଣ୍ଟା ମଧ୍ୟରେ ବିକଶିତ ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ ଘରେ ରହିବା, ବିଜୁଳି ସମୟରେ ଖୋଲା ସ୍ଥାନ ଆଡ଼ାଇବା ଏବଂ ବାହାରେ ଥିବା ଢିଲା ଜିନିଷଗୁଡ଼ିକୁ ସୁରକ୍ଷିତ କରିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ମଧ୍ୟ ସତର୍କ କରିଛି ଯେ ହଠାତ୍ ପାଣିପାଗ କାର୍ଯ୍ୟକଳାପ ଯୋଗୁଁ କଦଳୀ ଚାଷ, ଠିଆ ଫସଲ ଓ ଦୁର୍ବଳ ନିର୍ମାଣରେ କ୍ଷୁଦ୍ର କ୍ଷତି ହେବାର ସମ୍ଭାବନା ରହିଛି।